বলিবধ বংশোৎপত্তি ক্ষীর নীর বিভাজন বপমতি পতি পর্ণা কেতবেলে ক্ষত তো কইলে জুড়ু জুড়িয়া পোক কুয়ারে জুড়ু জুড়িয়া পোকর আলোকরে রাত্রির ଅନ୍ଧାର ଦୂରୀଭୂତ ହେବା ସମ୍ଭବ ତେବେ ତମେ ଦବ ଆଉ ଏ ଦୁର୍ଯ୍ୟୋଧନ ନବ କଣ ହେଲା ସେତିକି ନୁହେଁ ଭାଇ ବଳିବଧ ବଂଶୋତ୍ପତ୍ତି ବୃଷଭ ଦ୍ୱାରା ସୃଷ୍ଟି ଉତ୍ପତ୍ତି ଯଦି ବଳଦ ଦ୍ୱାରା ସମ୍ଭବ ଭାଇ ତମେ ଉପର ହସ୍ତରେ ଦେବା ସମ୍ଭବ ଆଉ ଏ ଦୁର୍ଯ୍ୟୋଧନ ତଳ ହସ୍ତରେ ନବ ସେତିକି କଣ ଭାଇ ଯୁଧିଷ୍ଠିର ଭାଇ ଶୁଣ ବଗ ଦେଖିଛ ନା ଖାଦ୍ୟ ହେଲେ ଭକ୍ଷଣ କରିବା ଆମିଷ ଯଦି ବଗଟା ମାଛ ଖାଇବା ନିବୃତ୍ତ ରହିଲା ଛାଡ଼ିବାଟା ସମ୍ଭବ ତାହେଲେ ତମେ ଉପର ହସ୍ତରେ ଦବ ଆଉ ଏ ଦୁର୍ଯ୍ୟୋଧନ ତଳ ହସ୍ତରେ ନେବାଟା ସମ୍ଭବ ବୁଝିଲ ନା ତେଣୁ ଏଗୁଡା ତ ସମ୍ଭବ ନୁହଁ ଆଉ ତମେ ଦବ କଣ ଯଦି ତମେ ଦେବାକୁ ଚାହୁଁଛ ଏତିକି ମାତ୍ର ମୋର କାମନା ଏ ଭାଇ ତାହେଲେ ମତେ କଣ ଦବ କହିଲେ ଜଳଦ ନିନ୍ଦିତ କାନ୍ତି ପାଣ୍ଡବ ଜୟ ନେତ୍ରୟ ନୃପତି ତୀର୍ଯ୍ୟଶେଖର ସୁଗତ ମମ ସାକ୍ଷାତ ଜଳଦ ନିନ୍ଦିତ କାନ୍ତି ପାଣ୍ଡବ ଜୟ ନେତ୍ରୟ ନୃପତି ତୀର୍ଯ୍ୟଶେଖର ସୁଗାତ୍ର ମମ ସାକ୍ଷାତ କହିଲେ ଭଣେ ମହାମାନି କୁରୁ ମୁକୁଟ ହସିଲେ ଆଗେ ଯୁଧିଷ୍ଠିର କହିଲେ ଆରେ ହେ ଦୁର୍ଯ୍ୟୋଧନ ତୁ କହୁଛୁ ପ୍ରଭୁଙ୍କର ପଦଦର୍ଶନ ହସ ଲାଗେ ରେ କଥା ଶୁଣି ଇଏ ଯୁଧିଷ୍ଠିରକୁ ହସ ଲାଗୁଛି କାହିଁ କହିଲୁ ବେଶ୍ୟା ବୃଦ୍ଧା ପ୍ରଭାବତୀ କପାଳ ଚିତ୍ର ରୁଦ୍ରାକ୍ଷୀ ଚୌରଜର ପ୍ରବେଶନ ଧର୍ମେଣ ଗୀତା ପାଠ କି ଶୁଣ ବେଶ୍ୟା ବୁଢୀ ହୋଇଗଲେ ଆଉ ତ ବେପାର ଚଳିବନି ସେ କଣ କରିବ କଣ କରିବ ସେ ମାଳି ମାଳି ଜପିବ ବଳ ବୟସ ଥିଲା ବେଳେ କେତେ କାହା ଘର ଭାଙ୍ଗିବ ଧନ ଲୁଣ୍ଠନ କରିବ ଆଚ୍ଛା ବୟସ ଚାଲିଗଲେ ଆଉ ରୂପ ଥିବ ଯେ ସେ କାହାକୁ ତା ପାଲରେ ପକେଇବ ବା ତା ପ୍ରେମରେ ପକେଇବ ମାଳି ମାଳି ରଖିବ ଚୌର ଜର ପ୍ରବେଶନ ଚୋର ବୁଢା ହେଇଗଲା ଆଉ ଚୋରି କରିପାରିବ କଣ କରିବ ନା ଗୀତା ପାଠ ଆଲୋଚନା କରିବ ଆଚ୍ଛା ବୟସ ଚାଲିଗଲେ ଚୋରକୁ ଅଡୁଆ ହେଉଛି ଖାସ ଯଦି ଖାସିଲା ଚୋର ତାହେଲେ ସେ ତ ଧରା ପଡିବ ବୟସ ଚାଲିଗଲେ ସେ ରୋଗ ଗୁଡାକ ଅଟୋମେଟିକ ବାହାରିବ ତ ସେ କଣ କରିବ ଧନ ତ ଉପାର୍ଜନ କରିବ ନା ତେଣୁ ସେ କଣ କରିବ ନା ଗୀତା ପାଠ ଆଲୋଚନା କରିବ ତ ସେଇମିତି ଦୁର୍ଯ୍ୟୋଧନରେ ଦିନେ କାଳ ପ୍ରଭୁଙ୍କୁ ଡାକୁନା ଭଲ ପାଉନା ଆଜି କହୁଛୁ ପ୍ରଭୁଙ୍କର ବାଗ ଦର୍ଶନ ଠିକ ଅଛି ଗୋଟାଏ ପଦ ମୁଁ ପ୍ରଭୁଙ୍କୁ ଡାକୁଛି ତୁ ଶୁଣ ପ୍ରଭୁ ବର୍ତ୍ତମାନ ଆସିବି ଡାକ ଡାକ ଭାଇ ସେଇ ସମୟରେ ସେଇ ଚିଠି ଚୁଳିଆ କାହିଁକି ବାଳିଆ ନଟ ଘନ ନବ ଘନ ନଟ ନାଗର କଳା କାନେ ନଟ ନାଗର ନବ ଘନ ନଟ କଟିଆ ଆଜ୍ଞା କଳା କନେଇକି ଟିକେ କାଞ୍ଚ ମାଳିଆ ସିଗି ଚୁଳିଆ ଆଜ୍ଞା ମୋହନ ବଂଶୀ ଧାର ପ୍ରଭୁଙ୍କୁ ଯୁଧିଷ୍ଠିର ଆଗେ ଡାକୁଛନ୍ତି ବାବା କେମିତି ପ୍ରଭୁଙ୍କୁ ଡାକୁଛନ୍ତି କେମିତି ତାଏ ପଦ ପ୍ରଭୁଙ୍କୁ ଡାକିବେ ଦୁର୍ଯ୍ୟୋଧନ ଅପେକ୍ଷା ଯୁଧିଷ୍ଠିର ଭାଇ ଡାକିବେ ଗୋଟାଏ ପଦ ଆଣିବା ଚମ୍ପୁ ମାଧ୍ୟମରେ ଡାକିବେ ଚମ୍ପୁ ମାଧ୍ୟମରେ ଯୁଧିଷ୍ଠିର ଆଜ୍ଞା ଡାକିବେ
ଅଛି ଆଉ କେମିତି ଡାକିଲା ଧେନୁ ଚରା ବଣ ବୁଲା ରେ ହେ ସରଦାର କୋଠି ଅଛ ଚାଲିଆ ମୋ ସମ୍ମୁଖକୁ ମୋ ସାମନାକୁ ଚାଲିଆ ରେ ଆଉ ପଦେ ଡାକିଲା ଓରା ସଳା ଚୁଟି କଟା କଳା ବଦନ ସଳା ଚୁଟି କଟା କଳା ବଦନ ସାର ସଳା ଗୌଡ଼ ନନ୍ଦନ ସାର ସଳା ଗୌଡ଼ ନନ୍ଦନ ବାବୁଆ କେଲା ମଣିଷା କିଆ ବାବୁଆ କେଲା ମଣିଷା କିଆ କୋଇ ଠାକିଆ ଗୋଲାମ ଭାତୁଆ କୋଇ ଠାକିଆ ଗୋଲାମ ଭାତୁଆ କିଆ ସାହାସିଆ ସଳାର ଚୁଟି କାଟିଥିଲେ ପ୍ରଭୁ କେତେବେଳେ ରୁକ୍ମଣୀ ହରଣ ଯେତେବେଳେ ରୁକ୍ମିଣୀକି ହରଣ କରିନେଲେ ରୁକ୍ମିଣୀଙ୍କ ଭାଇ ହେଲେ ରୁକ୍ମଣ ବାବା ରୁକ୍ମଣଙ୍କର ଅଧା ନିଶ ଅଧା ଚୁଟି ମୁଣ୍ଡରେ କାଟିଥିଲେ କିଏ ନା କୃଷ୍ଣ ଆଚ୍ଛା କୃଷ୍ଣଙ୍କର ହିସାବରେ ରୁକ୍ମଣ କଣ ହେବେ ସଳା କଳା ବଦନ ଜାରଜ ସଳା ଗୌଡ଼ ନନ୍ଦନ ଆଚ୍ଛା ଜାରଜ ସଳା କିଏ କହିବ ଇଏ ପାଣ୍ଡବ ଗୌଡ଼ ନନ୍ଦନ ଗୋପାଳ ନନ୍ଦନ ଦୋବା ବୁଆ କେଳା ଅଇଁଠା ଖିଆ ଦୋ ବାପୁଆ କହିଲେ ଦିଟା ବାପା ତୋର ହେଲା ଦିଟା ବାପା କେଳା ତୁ କେଳାଟା ଅଇଁଠା ଖିଆଟା ଗୋଇଠା ଖିଆଟା ଘର ପୋଡାଟା ବାହା ପିଆଟା ସବୁ ଗୁଣ ଗୁଡାକ ତୋ ନିକଟରେ ଅଛି ରେ ଠାକୁରଙ୍କୁ କେତେ ସେ ଗାଳି ଦେଲାଣି ଦୁର୍ଯ୍ୟୋଧନ ଦିଟା ବାପା କିଏ କହିଲ ଜାଣିଛ ତ ନନ୍ଦ ଆଉ ବସୁଦେବ କେଳା ଅର୍ଜୁନଙ୍କ ପାଇଁ ତମେ କେଳା ସାଜିଥିଲ ଅଇଁଠା ଖିଆ ସପରି ଦେଇଥିଲା ଚାଖି ଚାଖି ଅଇଁଠା କୋଳି ଖାଇନଥିଲେ ମୋ ପ୍ରଭୁ ବାବୁଆ କେଳା ଅଇଁଠା ଖିଆ ଗୋଇଠା ଖିଆ ଶିବସ୍ତ୍ର ବାମଣ ଜାଣିଥିଲା ଗୋଇଠା ବାହା ପିଆଟା ସବୁ ଗୁଣରେ ତୁ ସମ୍ପନ୍ନରେ କୋଉଠି ଅଛ ଦୁର୍ଯ୍ୟୋଧନ ସାମନାକୁ ଚାଲିଆ ଏତେ ଗାଳି ଯେତେବେଳେ ଦେଲା ଆଜ୍ଞା ଦୁର୍ଯ୍ୟୋଧନ କିଏ ରହିବ କହିଲେ ରହିବେ ପ୍ରଭୁ ଆଜ୍ଞା ଦୂରରେ ଥାଇକି ଉତ୍ତର ଦେଲେ ଆଚ୍ଛା ଏତେ ଡାକିଲେ ଯୁଧିଷ୍ଠିର ଶୁଣିଲେନି ପ୍ରଭୁ ବିନମ୍ର ପ୍ରାର୍ଥନା କରି ନେ ହେଇକି ଡାକିଲେ କିନ୍ତୁ ପ୍ରଭୁ ଶୁଣିଲେ କିନ୍ତୁ ଦୁର୍ଯ୍ୟୋଧନ ଗାଳି କରିକି ଡାକିଲା ପ୍ରଭୁ ଆଜ୍ଞା ଉତ୍ତର ଦେଲେ କଣ କହିଲେ କହିଲେ ଆରେ ସେଇଠି ଥାଇ ମତେ କଣ କହୁଛୁ କହ ତୋ ଆଶା ମୁଁ ପୂର୍ଣ୍ଣ କରିବି ଆଚ୍ଛା କାହିଁକି ଉତ୍ତର ଦେଲେ ଦବାର କାରଣ କଣ କାରଣ ଦେଖେ ନା ଆରେ ପ୍ରଥମେ ଏଇଠି ହେଇଛି ଏ ଘଟଣା ଯେତେବେଳେ ମଞ୍ଚରେ ପଦାର୍ପଣ କଲେ ସେପଟେ ଜଣେ ଭାଇ ଯୋଉ ଭାଷା ଦୁଇ ଜଣ ଭାଇ ଅଛନ୍ତି ଆଚ୍ଛା ମୋ ନିକଟ ନାହାନ୍ତି ପ୍ରଭୁ କହିଲେ ମୋହନ ଅଙ୍କେ ଲକ୍ଷ୍ମୀ ସ୍ଥିତ ଆଚ୍ଛା ଦୁର୍ଯ୍ୟୋଧନ କଣ କହିଲା କହିଲା ହୃଦୟ ଦେବ ଜଗତ ହୃଦୟରେ ମୋର ଅଛନ୍ତି କଣ୍ଠରେ ମୋର ଅଛନ୍ତି ଦୁଇ ଜଣ ମା କଣ୍ଠରେ ସରସ୍ୱତୀ ଇଏ ସ୍କନ୍ଧରେ ଲକ୍ଷ୍ମୀ କୋଉ ଗୁଣରେ ମୋ ଠାରୁ ଅଧିକ ତମେ କୁହ ପ୍ରଭୁ ଆଉ କଣ ଗୁଣ ତମ ନିକଟରେ ଅଛି ସେଇ ସମୟରେ ପ୍ରଭୁ ଆଜ୍ଞା ହାରିଲେ କହିଲେ ଦୁର୍ଯ୍ୟୋଧନକୁ ପାରି ହବନି କୁରୁକୁଳ ବୀର ନିକଟକୁ ଆସିଲେ ରଥରୁ ଓହ୍ଲେଇକି ସେଇ ସମୟରେ ଆଜ୍ଞା ଦୁର୍ଯ୍ୟୋଧନ ପ୍ରଭୁଙ୍କୁ ଦର୍ଶନ କରି କହୁଛି ପରାଣ ଦେଇଛି ବିକି ବିନା ମୂଲ୍ୟରେ ରଖ
संपूर्ण समर्पण रखंतु तो रखिले हरि मारिब किए बाबा मारिले हरि रखिब किए हेले प्रभु शेष समय रे मोर गोटिए प्रश्न उत्तर देबे देई परिबे कह दुर्योधन पचारि लागे दुर्योधन कोन माता कहिला पचारुछि कोराए वंशवरा पचारुछि आ शेष बेले तोते